ଡାକିଛି ଆମମାନଙ୍କୁ ବି ଡାକିଛନ୍ତି। ଆଉ ଏଗୁଡା ଅପାରଗ ସରକାର କିଛି କାମ କରୁନି, ଆଉ ଚଲିବ କଣ ଗଭର୍ଣ୍ଣମେଣ୍ଟ? ସେମିତି ତାଙ୍କର ଅଛି, ଗିଲେଟିନ୍ ଗୋଟେ ଅଛି, ଆପ୍ରୁଭ୍ କିଛି ଦରକାର ନାହିଁ, ସବୁ ଡିମାଣ୍ଡ ଗୋଟେ ଦିନରେ ଆଜି ପାସ୍ ହେଇଯିବ। ସବୁ ଆମେ ଅଲ୍ଟରନେଟ୍ ରଖିଛୁ, କିଛି ଅସୁବିଧା ନାହିଁ। ସରକାର ଚାଲିବାରେ କୌଣସି ଅସୁବିଧା ନାହିଁ। ଅଭିନନ୍ଦନ। ବିଧାନସଭା ହବା ଉଚିତ, ଆମ ପରମ୍ପରା। ଆମର ବିଲ୍ ପାସ୍ ହବ, ଆମ ଡିବେଟ୍ ପାସ୍ ହବ, ଆମର ବଜେଟ୍ ପାସ୍ ହବ, ଆମର ଡିମାଣ୍ଡ ପାସ୍ ହବ, ଆମର ସବୁ ବିଷୟରେ ତର୍ଜମା କରାଯିବ। ଆଇନ ଶୃଙ୍ଖଳା ଉପରେ, ବେକାର ସମସ୍ୟା ଉପରେ, ଦରଦାମ ଉପରେ, ଧାନ କିଣା ବିକା ଉପରେ, ରାଜ୍ୟରେ ସ୍ୱାସ୍ଥ୍ୟ ଭୁଷୁଡ଼ି ପଡ଼ିଲାଣି ତାପରେ, ଶିକ୍ଷା ବିଭାଗ ଭୁଷୁଡ଼ି ପଡ଼ିଲାଣି ତାପରେ, ଜଳସେଚନ ନାହିଁ, ଗଙ୍ଗୁଆ ଏଠେଇ ଅର୍ବାନ ଡିପାର୍ଟମେଣ୍ଟ ମଶାରେ ଭୁବନେଶ୍ୱର ଜଟଣୀ ଖୋର୍ଦ୍ଧା ଆମେ ମଲୁ। ସବୁ ବିଷୟରେ ଚର୍ଚ୍ଚା ହବ। ଆଉ ଏଗୁଡା ଅପାରଗ ସରକାର କିଛି କାମ କରୁନି, ଆଉ ଚଲିବ କଣ ଗଭର୍ଣ୍ଣମେଣ୍ଟ? ସେମିତି ତାଙ୍କର ଅଛି, ଗିଲେଟିନ୍ ଗୋଟେ ଅଛି, ଆପ୍ରୁଭ୍ କିଛି ଦରକାର ନାହିଁ, ସବୁ ଡିମାଣ୍ଡ ଗୋଟେ ଦିନରେ ଆଜି ପାସ୍ ହେଇଯିବ। ସବୁ ଆମେ ଅଲ୍ଟରନେଟ୍ ରଖିଛୁ, କିଛି ଅସୁବିଧା ନାହିଁ। ସରକାର ଚାଲିବାରେ କୌଣସି ଅସୁବିଧା ନାହିଁ। ଚିଫ୍ ସେକ୍ରେଟାରୀ ନଥିବ ଆଡିସନାଲ ଚିଫ୍ ସେକ୍ରେଟାରୀ, ଆଡିସନାଲ ଚିଫ୍ ସେକ୍ରେଟାରୀ ହେଲେ ପ୍ରିନ୍ସିପାଲ ସେକ୍ରେଟାରୀ ରଖିବ। ଆଇନ ଶୃଙ୍ଖଳା ପ୍ରଥମ, ଭାରି ନିର୍ଯାତନା, ଦରଦାମ, ବେକାର ସମସ୍ୟା ଏବଂ ଚାଷୀ ହତାଶ, ସ୍ୱାସ୍ଥ୍ୟ ବିଭାଗ କୋଲାପ୍ସ, ଶିକ୍ଷା ବିଭାଗ ମଲା, ଜଳସେଚନ ଅବସ୍ଥା ଶୋଚନୀୟ, ଅର୍ବାନ ଡେଭଲପମେଣ୍ଟ ମଶାରେ ମଲୁ ଆମେ, ଗଙ୍ଗୁଆ ପୋକ ଜୋକ ଖାଲି ସାଲୁ ବାଲୁ ବିଞ୍ଚାଗରରେ। ଏହାରି ଉପରେ ତର୍ଜମା କରାଯିବ, ଆଲୋଚନା କରାଯିବ। ବିଧାନସଭା ହବା ଦରକାର। ଡାକିଛି ଆମମାନଙ୍କୁ ବି ଡାକିଛନ୍ତି। ରାଷ୍ଟ୍ରପତି ମହୋଦୟ ବଢିଆ ରାଷ୍ଟ୍ରପତି, ଆମ ଭଉଣୀ ଦ୍ରୌପଦୀ ମୁର୍ମୁ ଆଜି ଆମର ଫାର୍ଷ୍ଟ ଟାଇମ୍ ଆସି ବିଧାନସଭାରେ ସେ ଆମକୁ ଉଦ୍ବୋଧନ ଦେବେ। ଜଣେ ଭଦ୍ର ମହିଳା, ସାରା ବିଶ୍ୱରେ ନାଁ କରିଛନ୍ତି। ଆମ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ, ଆଦିବାସୀ ଘରେ ଜନ୍ମ, ଆମ ପାତ୍ରପଡ଼ାରେ ଘର କରିଛନ୍ତି, ରିଟାୟାର୍ଡ କଲେ ଆମରି ପାଖେ ରହିବେ ଆମ ଭଉଣୀ। ତେଣୁ ଆମେ ଅଭିନନ୍ଦନ ଜଣାଉଛୁ ଆମ ରାଷ୍ଟ୍ରପତି ମହୋଦୟଙ୍କୁ। ଦେଖା କରିବୁ। ଲବଣଗିରି ପାହାଡକୁ ଆସିବା ପାଇଁ ସେ କହିଥିଲେ, ଆସିଲେନି। ୟା ଭିତରେ ଗୋଟେ ଆମେ ବୃନ୍ଦାବନ ଗାର୍ଡେନ କରିଛୁ, ପ୍ରାୟ 2000 ତୁଳସୀ ଗଛ ପୋତିଛୁ, ଅନ୍ୟ ଫୁଲ ଗଛ ପୋତିଛୁ। ତାଙ୍କୁ କହିବୁ ଏହାକୁ ଉଦ୍ଘାଟନ କରିବାକୁ ମ୍ୟାଡାମ ଟିକେ ଆସ, ଏପ୍ରିଲ 1 କରିବୁ ବୋଲି ଆମେ ଡାକିବାକୁ ଯାଉଛୁ। ସେ ସୁର ଭାଇ ଡାକନ୍ତି, ଭାରି ସମ୍ମାନ ଦିଅନ୍ତି।